ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳୁ ଉଠି ମୁହଁ ନ ଧୋଇ ଆଗ ଚୁଟି କୁଣ୍ଡିଆରେ ଲାଗିଗଲି। ଚୁଟି କୁଣ୍ଡେଇ ସାରି ପଳେଇଲି ଆଗ ଦାନ୍ତ ଘଷିବାକୁ। ଦାନ୍ତ ଘଷି ସାରିକି ଆସିକି ଆଗ ଆଇନା ପାଖରେ ଟିକେ ଠିଆ ହେଇଗଲି। ପୁଣି କିଛି ସମୟ ଆଇନା ପାଖରେ ଠିଆ ହେଇକି ଚୁଟିଟାକୁ ଫେର ସାଇଜ୍ କରିବାରେ ଲାଗିଲି। ସାଇଜ୍ କରିବା ଭିତରେ ମୋତେ ନିଦ ଲାଗିଲା ତ ମୁଁ ପୁଣି ଶୋଇପଇଲି। ଶୋଇକି ପୁଣି ଉଠି ପଇଲି। ଦେଖିଲି କଦଳୀ ଥୁଆ ହେଇଥିଲା। କଦଳୀ ଚୋପାଟାକୁ ଛଡ଼େଇକି କଦଳୀଟାକୁ ଗାବୁ ଗାବୁ କରି ଗୋବି ଦେଲି। ଯେମିତି ସତେକି ମୁଁ ମାସେ ହେଲାଣି କଦଳୀ ଖାଇନି, ପୁରା ସେଇଭଳିଆ ଗାବୁ ଗାବୁ କରି ଗୋବି ଦେଲି। ପୁଣି ଗଲି, ପୁଣି ଗାଧୋଇ ସାରିକି ଆସିକି ଆଇନା ଆଗରେ ଠିଆ ହେଇଗଲି ଟିକେ। ତାପରେ ପୁଣି ଭୋକ କଲା, ଫେର ଗଜା ବୋଟ ଫୋଟ ମିଶାଇକି ତାକୁ ଟିକେ ଗୋଳାଗୋଳି କରିକି ଫେର ଗାବୁ ଗାବୁ କରି ତାକୁ ବି ଗାବି ଦେଲି। ଗାବି ସାରିଲା ପରେ ଆମ ନାନୀର ରଜ ଭାର ଆସିଥିଲା, ଫେର ତାକୁ ବାଣ୍ଟିବାକୁ ବାହାରି ପଇଲି। ବାଣ୍ଟିବାକୁ କ'ଣ ଚାଲିକି ଯିବି, ସେଇଥିଲାଗି ଭାବିଲି ଗାଡ଼ିଟାକୁ ନେଇକି ପଳେଇବି ବୋଲି। ଗାଡ଼ିଟାକୁ ସେଇଠୁ ବାହା କଲି। ଗାଡ଼ିଟାକୁ ବାହା କରି ଚାଲିଲି। ପୁଣି ଅଧା ରାସ୍ତାରେ ରହିଲି। ଅଧା ରାସ୍ତାରେ ରହିକି ବିସ୍କୁଟ୍ ମିକ୍ସଚର ଏରିଆ କିଣାକିଣି କଲି। ଦେଖୁପାରୁଥିବ ଖରା କୋଳିଆ ହେଉଛି, ଗାଡ଼ି ପୁରା ସିଝିଗଲାଣି। ସେଇଠୁ କୁଣିଆ ଘରେ ଆସି ବସିକି ଥଣ୍ଡା ଆଗ 2 ଗ୍ଲାସ୍ ମାରିଦେଲି। ତାପରେ ଠିକ୍ ଖାଇ ପିଇକି ପୁରା ଘରକୁ ବାହାରିଲୁ। ଖାଇବା ପିଇବା ତ ଭିଡ଼ିଓଟା କରିପାରିବିନି, କାରଣ କୁଣିଆ ଘର ଯାଇଛି, ଭିଡ଼ିଓ କଲେ ଲାଜ ଲାଗିବ। ଆଉ କ'ଣ କରିବି, କରିପାରିଲି ନାହିଁ। ସେଇଠୁ ଘରକୁ ବାହାରିଲୁ। ଆଉ କ'ଣ କରିବୁ। ଜୟ ଜଗନ୍ନାଥ। ରହିଲି ସାଙ୍ଗମାନେ।